ଏକ ସମୟର କଥା। ଜଙ୍ଗଲରେ ଏକ ଶିଆଳ ଓ ଏକ ଚିଲ ଥିଲା। ଶିଆଳ ବହୁତ ଚତୁର ଓ ଚାଲାକ ଥିଲା ଓ ଚିଲ ବହୁତ ଅଭିମାନୀ ଥିଲା। ଦିନେ ଶିଆଳ ଜଙ୍ଗଲରେ ଘୁରୁଥିଲା। ତାକୁ ବହୁତ ଭୋକ ଲାଗିଲା। ସେ ଖାଇବାକୁ ଖୋଜୁଥିଲା। ଦେଖିଲା ଆକାଶରେ ଏକ ଚିଲ ଏକ ମୃତ ପଶୁକୁ ଧରି ଉଡ଼ି ଯାଉଛି। ଶିଆଳ ଚିଲକୁ ଦେଖି କହିଲା, ବନ୍ଧୁ ଚିଲ, ତୁମେ ତ ମହାବଳୀ ଓ ଦୂରଦର୍ଶୀ। ମୁଁ ଏପରି ତୁମ ପ୍ରଶଂସା କରିଛି ଯେ ସମସ୍ତେ କହନ୍ତି ଚିଲ ହେଉଛି ଆକାଶର ରାଜା। ଚିଲ ଗର୍ବରେ ଆସିଗଲା। ଶିଆଳ କହିଲା, ମୋତେ ଏକ ଛୋଟ ଉପକାର କର। ଯେଉଁ ମୃତ ପଶୁ ତୁମେ ଉଠେଇଛ ସେଥିରୁ ଭାଗେ ମୋତେ ଦିଅ। ଚିଲ ହସିଲା ଓ କହିଲା, ତୁମ ପ୍ରଶଂସାରେ ମୁଁ ବହୁତ ଖୁସି ହେଲି। ଏହି ମାଂସରୁ ଏକ ଭାଗ ତମେ ନିଅ। ଏହା କହି ଚିଲ ଶିଆଳକୁ ତା ମାଂସରୁ ଏକ ଭାଗ ଦେଇଦେଲା। ଶିଆଳ ମାଂସ ନେଲା ଓ ଧନ୍ୟବାଦ କହିଲା। ଜ୍ଞାନ ଓ ବୁଦ୍ଧି ଶରୀରର ଶକ୍ତିକୁ ହରିପାରେ। ତୁମେ ଶକ୍ତିଶାଳୀ, କିନ୍ତୁ ମୁଁ ବୁଦ୍ଧିଶାଳୀ। ବୁଦ୍ଧି ସବୁବେଳେ ଶକ୍ତିଠାରୁ ବଡ଼ ହୋଇଥାଏ।